ଆଜିର ଅନୁଚିନ୍ତା। ସଫଳତମ ବ୍ୟକ୍ତି ସବୁବେଳେ ଦୁଇଟି କଥା ନିଜ ଓଠରେ ରଖୁଥାନ୍ତି। ଗୋଟିଏ ହେଲା ନୀରବତା, ଆଉ ଗୋଟିଏ ହେଲା ସ୍ମିତହସ। ସ୍ମିତହସ ସବୁ ସମସ୍ୟାର ସମାଧାନ କରିଦିଏ ଓ ନୀରବତା ସବୁ ସମସ୍ୟାକୁ ନିଜଠାରୁ ଦୂରେଇ ଦିଏ। ଛତା ବର୍ଷାକୁ ବନ୍ଦ କରିପାରେ ନା ସତ, କିନ୍ତୁ ବର୍ଷାରେ ଛିଡ଼ା ହେବାରେ ସାହାଯ୍ୟ କରେ। ସେହିପରି ଧୈର୍ଯ୍ୟ ସଫଳତା ଦେଇପାରେ ନା, କିନ୍ତୁ ସଫଳତାରେ ପହଞ୍ଚିବାକୁ ଜୀବନରେ ଆସୁଥିବା ନକାରାତ୍ମକ ଶକ୍ତିଗୁଡ଼ିକୁ ନଷ୍ଟ କରିଦିଏ। ସକାଳ ତାଙ୍କ ପାଇଁ ହୋଇନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡ଼ି ଦେଇଛି। ସକାଳ ତ ତାଙ୍କ ପାଇଁ ହୋଇଥାଏ ଯିଏ ବାରମ୍ବାର ପରାଜୟ ହେଲା ପରେ ବି କିଛି ନୂଆ ପାଇବାର ଆଶା ରଖିଥାଏ। ଜୟ ଜଗନ୍ନାଥ।